ସକାଳୁ ସକାଳୁ ମୁଁ ଆଜି ପହଞ୍ଚିଗଲି ଶିବ ମନ୍ଦିରରେ, କାହିଁକିନା ଆଜି ହେଉଛି ଜାଗର। ତ ସେଥିପାଇଁ ମୁଁ ସକାଳୁ ସକାଳୁ ଜଲ୍ଦି ପଳାଇ ଆସିଲି ଶିବ ମନ୍ଦିର, କାହିଁକିନା 10ଟା ପରେ ପୁରା ଜାମ୍ ହେଇଯିବ। ତ ମନ୍ଦିର ଜାମ୍ ହେଲା ମାନେ ଆଉ ଭିତରକୁ ପଶିକି ଠାକୁରଙ୍କୁ ଭଲସେ ଦେଖିବାଟା ସମ୍ଭବ ନୁହେଁ। ତ ସେଥିପାଇଁ ମୁଁ ତଥାପି ସକାଳୁ ଦେଖନ୍ତୁ 6ଟାରେ ଆସିଲି, ଫିର୍ ବି ଜାମ୍। ଏବେ ଭୋଳା ବାବାଙ୍କର ଟିକେ ଦର୍ଶନ ହେଇଗଲା। ଭୋଳା ବାବାଙ୍କର ଦର୍ଶନ ସାରି ମୁଁ ଲାଗିଗଲି ଦହି ପାଣି ଦେବାରେ, କାହିଁକିନା ଆଜକୁ 10 ବର୍ଷ ହେଲା ମୁଁ ଏଇ ମନ୍ଦିର ପାଖରେ ସବୁ ବର୍ଷ ଦହି ପାଣି ଦିଏ। ତ ଆଜି ବି ସେଇ ଦହି ପାଣି ଦେବା ପାଇଁ ମୋର ସାନ ଭାଇ, ମୁଁ, ଆମେ ସମସ୍ତେ ମିଶି ଆସିଥିଲୁ। ଆଉ ସକାଳୁ ସକାଳୁ ଭାଇମାନେ ବି ଆସି ଦହି ପାଣି ପିଇବା ଆରମ୍ଭ କରିସାରିଲେଣି। ଆମେ ଏବେ ମୋ ସାନ ଭାଇର ମୋର ଦହି ପାଣି ଦେବାରେ ପୁରା ବ୍ୟସ୍ତ ଅଛୁ। ଏବେ ମୁଁ ଟିକେ ପଳେଇ ଆସିଲି ମନ୍ଦିର ଚାରିପଟେ ବୁଲିବା ପାଇଁ, ତ ଦେଖିଲି ଯେ ବହୁତ ସାରା ଭିଡ଼ ହେଇଗଲାଣି। ଆରେ ଆଉ ତ ବୁଲି ହେବନି। ତ ସେଥିପାଇଁ ଟିକେ ଫାଙ୍କାରେ, ଯେମିତି ଟିକେ ଫାଙ୍କା ହେଇଛି ତ ସେମିତି ମୁଁ ପଳେଇ ଆସିଲି ମନ୍ଦିର ଟିକେ ବୁଲିବା ପାଇଁ। ଏବେ ବି ଦେଖନ୍ତୁ କେତେ ସାରା ଲୋକ ଅଛନ୍ତି। ତ ଆଉ ଟିକେ ଡେରି କଲେ, ଯେତେ ଡେରି କରିବି ସେତେ ଲୋକ ବଢ଼ିଯିବେ। ତ ସେଥିପାଇଁ ମୁଁ ଟିକେ ଭାବିଲି ଏବେ ଫାଙ୍କା ଅଛି, ଏବେ ଯାଇ ବୁଲିଦେବି। ତ ବୁଲିବା ପାଇଁ ପଳେଇ ଆସିଲି। ଏଠି ଦେଖନ୍ତୁ ଆମର ଭାଇମାନେ କେତେ ସୁନ୍ଦର ସୁନ୍ଦର ଭୋଗ ଡାଲାରେ ସବୁ ଭୋଗ ରଖି ତାଙ୍କର ବିକ୍ରି ଚଲେଇଛନ୍ତି। ଏ ହେଉଛି ଅରୁଣ ସ୍ତମ୍ଭ। ଆଉ ଏଠି ଆମର ଭାଇମାନେ ଦୀପ ରଖିଛନ୍ତି, ଦୀପ ଲଗାଇବା ପାଇଁ ବହୁତ ସାରା ଭିଡ଼, କାହିଁକିନା ଆଜି ଯେହେତୁ ମହାପ୍ରଭୁଙ୍କର ଜାଗର ରାତ୍ରି ନା, ସେଥିପାଇଁ ଭିଡ଼ ତ ହେବ ହିଁ ହେବ। ଏଠି ପଡ଼ିଛି ମୀନା ବଜାର। ଆଉ ଏ ମୀନା ବଜାରରେ କୁନି କୁନି ସାନ ଭାଇ ଭଉଣୀମାନେ ତାଙ୍କର ନିଜ ନିଜର ଆସବ ସାମାନ ପତ୍ର ସବୁ କିଣିକି ଘରକୁ ନେଇଯାଉଛନ୍ତି। ଆରେ ଭାଇ ଆମର ବଢ଼ିଆ ସୁନ୍ଦର ସେ ପିତ୍ତଳ ଜିନିଷ ସବୁ ବିକୁଛନ୍ତି। ଆଉ ଏଠି କିଛି ଭାଇମାନେ ତାଙ୍କର ଖଟି କରୁଛନ୍ତି। ମା ମଙ୍ଗଳା ଖେଳନା ଦୋକାନ, ମା ମଙ୍ଗଳା ଚୁଡ଼ି ମହଲ, କେତେ ସାରା ବଢ଼ିଆ ବଢ଼ିଆ ଦୋକାନ ପଡ଼ିଛି। ଆରେ ବାପରେ, ଏମିତି ଗୋଟେ ଗୋଟେ ଦୋକାନ ମେଳାକୁ ନା ବହୁତ ସୁନ୍ଦର କରିଥାଏ। ତ ସେଥିପାଇଁ ତ ଏଇ ଦୋକାନ ଭାଇମାନଙ୍କ ପାଇଁ ମେଳା ଭଲ ଲାଗେ। ଆଉ ତାଙ୍କ ପାଇଁ ଆମକୁ ଯେତେ ମେଳା ବୁଲିବା ପାଇଁ ଭଲ ଲାଗେ ନା, କିନ୍ତୁ ତାଙ୍କ ପରିଶ୍ରମର ଫଳ ହିଁ ସେମାନେ ପାଇ